हेलो एवरीवन पिलाମାନେ ତୁମ ସମସ୍ତଙ୍କୁ ଷ୍ଟଡି ଆଣ୍ଡ ଷ୍ଟଡିର ଗୋଟେ ଫ୍ରେଶ୍ କ୍ଲାସରେ ମୁଁ ସୁବ୍ରତ ସାର୍ ୱେଲକମ୍ କରୁଛି। ଦେଖ ପିଲେ 2025 ଫିଜିକ୍ସର କ୍ୱେଶ୍ଚିନ୍ ପେପର ପିଲେ ଆଜି ଥିଲା ଏକ୍ଜାମ। ତ ତାକୁ ପିଲେ କ୍ୱିକ୍ ଡିସ୍କସ୍ ଟିକେ କରିଦେବା। କ୍ୱେଶ୍ଚିନ୍ ଲେବୁଲ୍ ଯଦି ପିଲେ ଦେଖିବା ସିମ୍ପୁଲ ଟୁ ମଡରେଟ୍ ପିଲେ କ୍ୱେଶ୍ଚିନ୍ ଥିଲା। ତ ନ୍ୟୁମେରିକାଲ କିଛିକୁ ଛାଡ଼ିଦେଲେ ପ୍ରାୟ କ୍ୱେଶ୍ଚିନ୍ ପିଲେ ସହଜ ଥିଲା ବୋଲି କହିହେବ। ଓକେ, ତ ଲଙ୍ଗ କ୍ୱେଶ୍ଚିନ୍ ସର୍ଟ କ୍ୱେଶ୍ଚିନ୍ ଯାହା ବି ସିଲେକ୍ସନ୍ ଦେଇଥିଲି ସବୁଗୁଡ଼ା ପିଲେ ବାଜିଛି। ଲଙ୍ଗ କ୍ୱେଶ୍ଚିନ୍ ସବୁ ବାଜିଛି ପିଲେ 2 ମାର୍କ 3 ମାର୍କ ବି ପିଲେ ସବୁ ପ୍ରାୟ ବାଜିଛି। ଡେଫିନେଟଲି ଯେଉଁମାନେ କରିକି ଯାଇଥିବ ସିଲେକ୍ସନ୍ ମାସେ ତଳୁ ପିଲେ ଭିଡ଼ିଓ ଦେଇଛି ଯେଉଁମାନେ ସିଲେକ୍ସନ୍ କରିଥିବ ତା ସହିତ ଯେଉଁମାନେ ମାରାଥନ୍ କ୍ଲାସ୍ ବି ଜଷ୍ଟ ପିଲେ ଆଟେଣ୍ଡ କରିଥିବ ସେମାନେ ବି ଡେଫିନେଟଲି ପିଲେ 60 ପାଖାପାଖି ନମ୍ବର 60ରୁ ବେଶୀ ନମ୍ବର ପିଲେ ରଖିପାରିବ। ଠିକ୍ ଅଛି। ଓକେ, ଚାଲ ଟିକେ କୁଇକ୍ ରିଭିଜନ ପିଲେ କରିଦେବା। ତା ସହିତ ପିଲେ ମୁଁ କହିଦେବି ଗ୍ରେସ୍ ପାଇବ ଚଳିତ ବର୍ଷ ପିଲେ ଫିଜିକ୍ସ ପେପରରେ ଗତ ବର୍ଷ ଯୋଉ ଭଳିଆ ପିଲେ ଗ୍ରେସ୍ ପାଇଥିଲେ ଚଳିତ ବର୍ଷ ବି ଗ୍ରେସ୍ ପାଇବ। କୋଉ କ୍ୱେଶ୍ଚିନ୍ ଗୁଡ଼ାରେ ଗ୍ରେସ୍ ପାଇବ ତାକୁ ବି ପିଲେ ଆଲୋଚନା କରିବା। ଫାର୍ଷ୍ଟ ଲାଷ୍ଟ ପିଲେ ଭିଡ଼ିଓ ଦେଖିବ। ଆଉ ବର୍ତ୍ତମାନ ଯଦି ତୁମେ ହ୍ୱାଟ୍ସଆಪ್ ଗ୍ରୁପରେ ଆମର ଜଏନ୍ ହେଇନ 9090171794 ଏଇ ନମ୍ବରରେ ଜଷ୍ଟ ଖାଲି ପିଲେ ଗୋଟେ ହାଇ ଲେଖିକି ସେଣ୍ଡ କରିଦେବ। ଫ୍ରିରେ ମୁଁ ଆମ ହ୍ୱାଟ୍ସଆಪ್ ଗ୍ରୁପରେ ପିଲେ ତମକୁ ଜଏନ୍ କରିଦେବି ହେଲା। ତ ଠିକ୍ ଅଛି, ଦେଖ ଫାର୍ଷ୍ଟ କ୍ୱେଶ୍ଚିନ୍ ଟିକେ ପିଲେ ଯିବା। ଫାର୍ଷ୍ଟ କ୍ୱେଶ୍ଚିନ୍ ମୋର କହିଛି ଏଇଟା ଭେରି ସିମ୍ପଲ କ୍ୱେଶ୍ଚିନ୍ ପିଲେ କହିଛି ଚୁଜ୍ ଦ କରେକ୍ଟ ଆନ୍ସର ଫର୍ ଏଇଟା କ'ଣ ହବ କହିଛି ହାଉ ହୁଇଚ୍ ଲ ଗଭର୍ଣ୍ଣିଂ ଦ ଫୋର୍ସ ବିଟୱିନ୍ ଷ୍ଟାଟିକ୍ ଦୁଇଟା ଷ୍ଟାଟିକ୍ ଚାର୍ଜ ଭିତରେ କୋଉ ଫୋର୍ସ ପିଲେ ପଡ଼େ ଜାଣିଛ ଭଲ ଭାବରେ। କୁଲମ୍ସ ଲ ୟାର ଆନ୍ସର ହବ ପିଲେ କୁଲମ୍ସ ଲର ଆମେ ପଢିଥିଲେ କ'ଣ ହଉଛି କୁଲମ୍ସ ଲଟା ଭ୍ୟାଲିଡ୍ ଫର୍ ହୁଏ ଫର୍ ଷ୍ଟାଟିକ୍ ଚାର୍ଜ ପିଲେ। ଠିକ୍ ଅଛି। ତାପରେ ପିଲେ ସେକେଣ୍ଡ କ୍ୱେଶ୍ଚିନ୍ ପିଲେ ଯିବା। ସେକେଣ୍ଡ କ୍ୱେଶ୍ଚିନ୍ ପିଲେ କହିଛି ଏଇଟା ଦେଖ ପିଲେ 4 ପଏଣ୍ଟ ଚାର୍ଜେସ୍ ଚାରିଟା ପଏଣ୍ଟ ଚାର୍ଜେସ୍ ପିଲେ ଦେଇଦେଲା। ଠିକ୍ ଅଛି। ଗୋଟେ ଦେଇଛି କେତେ ନା ମାଇନସ୍ କ୍ୟୁ ପିଲା ଦେଇଛି ମାଇନସ୍ କ୍ୟୁ ଦେଇଛି ଆଉ ଗୋଟେ ପିଲା ଦେଇଛି ମାଇନସ୍ କ୍ୟୁ ସ୍ମଲ୍ କ୍ୟୁ ଦେଇଛି ଆଉ ଗୋଟେ ପିଲା ଦେଇଛି 2Q ଆଉ ଗୋଟେ ପିଲା ଦେଇଛି 2Q ଆଉ ଗୋଟେ ପିଲା ଦେଇଛି କ୍ୟାପିଟାଲ 2Q। ଓକେ, ତ ଏଇ ସେଣ୍ଟରରେ ସେ କହିଛି ଏଇଟା ସ୍କୋୟାରଟା ପିଲା ସେଣ୍ଟରରେ ସେ କହିଛି ଯେ ଜିରୋ ହବ ବୋଲି ପୋଟେନ୍ସିଆଲ। ଓକେ, ତ ରିଲେସନଟା ବାହାର କରିବା ପାଇଁ ପିଲେ କହିଛି ଧରା ଯୋଉ ଏଇ ଡିଷ୍ଟାନ୍ସଟା ଏକ୍ସ ହେଲା ବା ଆର୍ ହେଲା ଏଇ ଡିଷ୍ଟାନ୍ସ ବି ପିଲେ ଏକ୍ସ ହବ ଆର୍ ନେଇକି କାଲକୁଲେସନ ନହେଲେ କରିଦେଉଛି ପିଲେ ଏଇ ଡିଷ୍ଟାନ୍ସ ଯଦି ପିଲେ ଆର୍ ହବ ଯାହା ବି ହବ ଡିଷ୍ଟାନ୍ସ ଏଟା ଆର୍ ହେଲେ ଏଇଟା ବି ପିଲେ ଆର୍ ହବ ଏଇଟା ବି ଆର୍ ହବ ଏଇଟା ବି ପିଲେ ଆର୍ ହବ। ତ ଏଇ ପୋଟେନ୍ସିଆଲ ସେଣ୍ଟରରେ କେତେ ହବ ଏଇ ଫାର୍ଷ୍ଟ ଚାର୍ଜ ପାଇଁ କେତେ ହବ ପିଲେ ନା ଫାର୍ଷ୍ଟ ଚାର୍ଜ ପାଇଁ ହବ 1/4πε0 କ୍ୟୁ ବାଇ ମାଇନସ୍ କ୍ୟୁ ହେଇଯିବ ଏଇଠି ମାଇନସ୍ କ୍ୟୁ ବାଇ କେତେ ଲେଖିପାରିବୁ ଆମେ ଏଇଠି ଆର୍ ଲେଖି ଦେଇପାରିବୁ ବା କ୍ୟୁ ବାଇ ଆର୍ କରିଦେଲେ ଏଇଠି କ୍ଲିୟର ହେଇଯିବ। ଦେଖ ପିଲେ ବହୁତ ସହଜ ଏଟା ସହଜ କୋଶ୍ଚିନ୍ କ୍ୟାଟେଗୋରୀ ଯିବ ଗୋଟେ ଦୁଇଟା ପିଲେ କିନ୍ତୁ ଟିକେ ବୁଲେଇକି ପକେଇଥିଲା। ଓକେ, ତ ଏଇଠି 1/4πε0 ପକେଇଲେ 1/4πε0 ଏଇଠି ଚାର୍ଜ କେତେ ଅଛି ମାଇନସ୍ କ୍ୟୁ ବାଇ ଡିଷ୍ଟାନ୍ସ କେତେ ହେଇଗଲା ପିଲେ ଆର୍ ପ୍ଲସ୍। ଠିକ୍ ଅଛି। ଏଇ ଚାର୍ଜ ପାଇଁ କେତେ ହେଇଯିବ 1/4πε0 ଏଇଠି ହଉଛି ଏଇଠି ପି ପଏଣ୍ଟ ପିଲେ ଦେଇଦେଲି ପି ପଏଣ୍ଟରେ ଏଇଠି କେତେ ହଉଛି ଚାର୍ଜ ହେଲା ପିଲେ 2Q ବାଇ ହଉଛି ଆର୍ ପ୍ଲସ୍ ହବ 1/4πε0 କେତେ ହଉଛି ଚାର୍ଜ 2Q ବାଇ ହଉଛି ସ୍ମଲ୍ ଆର୍ ସେଇ ଆର୍ ରହିବ ପ୍ଲସ୍ 1/4πε0 ଚାର୍ଜ ପିଲେ କେତେ ଅଛି ମାଇନସ୍ କ୍ୟୁ ବାଇ ଆର୍ ଏତିକି ଇକ୍ୱାଲ୍ ଟୁ ଜିରୋ ହବ ଗୋଟେ ଟୋଟାଲ ପୋଟେନ୍ସିଆଲ ବାହାର କରିଦେବି ହେଲା। ପୋଟେନ୍ସିଆଲଟା ଡାଇରେକ୍ଟ ଯୋଗ ହେଇଯାଏ ନା। ତ ଏଠି ଦେଖ 1/4πε0 ଏଠି ବି ପିଲେ ଅଛି ଏଠି ବି ଅଛି କମନ ନେଇକି ଡାହାଣ ପଟକୁ ପଠେଇଦେଲେ ଜିରୋ ହେଇଯିବ ପିଲା। ଠିକ୍ ଅଛି। ସେଭଳିଆ ଆର୍ଟା ଏଠି ବି କମନ ଥିଲା ଏଠି ବି କମନ ଥିଲା ଏଠି ବି କମନ ଥିଲା ଏଠି ବି ଆର୍ କମନ ଥିଲା କମନ ନେଇକି ଡାହାଣ ସାଇଡକୁ ପଠେଇଦେଲେ ଜିରୋ ହେଇଯିବ। ତାହେଲେ କେତେ ହଉଛି ଏଠି ମାଇନସ୍ କ୍ୟୁ ପ୍ଲସ୍ 2Q ସେଇଭଳିଆ ପ୍ଲସ୍ 2Q ମାଇନସ୍ କ୍ୟୁ ଇକ୍ୱାଲ୍ ଟୁ କେତେ ହେବ ଜିରୋ। ତ ରିଲେସନଟା ଏଇଠୁ ଏଇଟା ହିସାବ କଲେ କେତେ ହେବ କ୍ୟୁ ଏଇଟା କେତେ ହେବ ହିସାବ କଲେ ଟୁ ହଉଛି କ୍ୟୁ ହେବ ଇକ୍ୱାଲ୍ ଟୁ ଜିରୋ। ତ କ୍ୟାପିଟାଲ କ୍ୟୁ ଇକ୍ୱାଲ୍ ଟୁ କେତେ ହେବ ମାଇନସ୍ ଅଫ୍ ସ୍ମଲ୍ କ୍ୟୁ। এই অংশটা ହିଁ রাইট হব ক্যাপিটাল কিউ ইকুয়াল টু মাইনস অফ স্মল কিউ। ওকে, তারপরে ফিলে সি নম্বর কোশ্চিন দেখো হোয়েন টু আইডেন্টিক্যাল ক্যাপাসিটর আর ইন সিরিজ দে হ্যাভ 3 মাইক্রোফারাড রেজল্টেন্ট ক্যাপাসিটি হোয়েন দে আর প্যারালাল 12 যেତେବେଳେ କହିଛି ସିରିଜରେ ରହିବେ 3 ହବ ଯେତେବେଳେ ପାରାଲାଲ ରହିବେ 12 ହବ। ପାରାଲାଲରେ 12 ହବ ମାନେ କ'ଣ ପାରାଲାଲ କ'ଣ ହେଇଯାଏ ସେ କାପାସିଟର ପାରାଲାଲରେ ପିଲେ ଯୋଗ ହେଇଯାଏ ତାହେଲେ କେତେ ହେଇଯିବ ସି ପ୍ଲସ୍ ସି ସମାନ କହିଛି ସି ପ୍ଲସ୍ ସି ଇକ୍ୱାଲ୍ ଟୁ 12 ମାନେ ସି ଇକ୍ୱାଲ୍ ଟୁ କେତେ ହବ 2C ଇକ୍ୱାଲ୍ ଟୁ 12 ହେଲେ ସି ଇକ୍ୱାଲ୍ ଟୁ କେତେ ହବ 6 ହବ ଆଉ କ'ଣ ତାର ରାଇଟ୍ ଆନ୍ସର ହବ ପିଲେ 6 ଫାରାଡ। ଓକେ, ଚାଲ ନେକ୍ସଟ କ୍ୱେଶ୍ଚିନ୍ ନେକ୍ସଟ ହେଉଛି ପ୍ରାୟ ସହଜ କ୍ୱେଶ୍ଚିନ୍ ପିଲେ ପଡ଼ିଥିଲା ଏଇ 1 ମାର୍କର କ୍ୱେଶ୍ଚିନ୍ ଗୁଡ଼ା କେତେକ ଇଏ ପଡ଼ିଛି ଟିକେ ବୁଲେଇକି ସେ ପକେଇଛି ନହେଲେ ପିଲେ ସହଜ କ୍ୱେଶ୍ଚିନ୍ ବୋଲି କହିହବ। ଓକେ, ଏ 1 ମାର୍କ ଗୁଡ଼ା ଓନ୍ଲି 1 ମାର୍କ ଗୁଡ଼ା ପିଲେ ଓନ୍ଲି 1 ମାର୍କ ଗୁଡ଼ା। ଠିକ୍ ଅଛି। ତାପରେ ଦେଖ ପିଲେ ଡି ନମ୍ବର କ୍ୱେଶ୍ଚିନ୍ କହିଛି ଏ ଥିକ୍ ୱାର ଷ୍ଟ୍ରେସ୍ ସୋ ଦ୍ୟାଟ୍ ଇଟ୍ସ ଲେନ୍ଥ ବିକମ୍ 2 times ଗୋଟେ ତାରଟା ପିଲେ ଥିଲା এই ତାରର ଲେନ୍ଥ ଥିଲା ପିଲେ ଏଲ୍। ଠିକ୍ ଅଛି। ଲେନ୍ଥ ଥିଲା ଏଲ୍ ଏଟାକୁ ବହୁତ ବାର କରାହେଇଛି ଇଏରେ ପ୍ରାକ୍ଟିସରେ। ତ ଏଟାକୁ ଟାଣିକି ଲମ୍ବା କରିଦେଇଛ ଡବଲ ମାନେ ଲେନ୍ଥ କେତେ ହେଇଗଲା ପିଲେ 2L ଏରିଆ ଅଫ୍ କ୍ରସ୍ ସେକ୍ସନ କେତେ ହେଇଯିବ A/2 ହେଇଯିବ। ତ ଏଠି ଯଦି ରେଜିଷ୍ଟେନ୍ସ କରିବ କେତେ ହେବ ରେଜିଷ୍ଟେନ୍ସ ହବ ρ L/A। ଠିକ୍ ଅଛି। ତ ଏଠି ନୂଆ ରେଜିଷ୍ଟେନ୍ସଟା କେତେ ହେଇଯିବ ନୂଆ ରେଜିଷ୍ଟେନ୍ସ ହିସାବରେ
ଆରଡିଏସ୍ ଦେବା ପିଲେ ଆରଡିଏସ୍ ଇକ୍ୱାଲ୍ ଟୁ ର ସେ ର ତ ସମାନ ରହିବ ତ ଲେନ୍ଥ ବଦଳରେ କେତେ ହେଇଗଲା 12 ଆଉ ଏରିଆ ଅଫ୍ ଦ ସେକ୍ସନ ହେଇଗଲା କେତେ A/2 ତାହେଲେ ଏ ଟୁଟା ଉପରକୁ ଉଠିଗଲେ ପିଲେ ଆରଡିଏସ୍ ଇକ୍ୱାଲ୍ ଟୁ 4 ର ଏଲ୍ ବାଇ ଏ ତାହେଲେ ଆରଡିଏସ୍ ଇକ୍ୱାଲ୍ ଟୁ କେତେ ହେଇଯିବ 4 ଆର ହେଇଯିବ ର ଏଲ୍ ବାଇ ଏ ର ଭ୍ୟାଲୁ କେତେ ହେଇଯିବ 4 ଆର ତ ନୂଆ ରେଜିଷ୍ଟାନ୍ସଟା ହେଇଗଲା ପିଲେ 4 ଆର ପୁରୁଣା ରେଜିଷ୍ଟାନ୍ସଟା ଥିଲା ପିଲେ ଆର ପୁରୁଣାଟା ଥିଲା ଆର ନୂଆଟା ହେଇଗଲା 4 ଆର କ'ଣ କହିଛି ହ୍ୱାଟ ଇଜ ଦ ରେସିଓ ଅଫ ଚେଞ୍ଜ ଇନ୍ ରେଜିଷ୍ଟାନ୍ସ କେତେ ହେଲା 4 ଆର ହେଇଛି ନୂଆ ପୁରୁଣା ଥିଲା ଆର ତାହେଲେ ଚେଞ୍ଜ କେତେ ହେଲା 3 ଆର ହେଲା 3 ଆର ବାଇ କ'ଣ କହିଛି ଚେଞ୍ଜ ଇନ୍ ରେଜିଷ୍ଟାନ୍ସ ଅଫ ଦ ୱାର ଟୁ ଦ ଇନିशिয়াল রেজিস্ট্যান্স কেতে ଥିଲା r ଥିଲା ইনিশিয়াল রেজিস্ট্যান্স ଥିଲା কেতে r 3r বাই r মানে r বাই r কটিগলে 3:1 3:1 পেলে রাইট আনসার ওকে তারপরে ই কোশ্চেন পেলে কইছি ক্যালকুলেট দ্য অ্যামাউন্ট অফ চার্জ ফ্লোইং ইন 2 মিনিট তাহলে 2 মিনিট রে কেতে চার্জ পেলে ফ্লো হবো কইছি ক্যালকুলেট দ্য অ্যামাউন্ট অফ চার্জ মানে পেলে কিউ র ভ্যালু মাগি দেলা হলা কিউ র ভ্যালু মাগি দেলা ফ্লোইং ইন 2 মিনিট টি র ভ্যালু কেতে লা 2 মিনিট মানে 120 সেকেন্ড পেলে 120 সেকেন্ড 10 ওম রেজিস্ট্যান্স পেলে r দে দেলা কেতে পেলে 10 ওম রেজিস্ট্যান্স দে দেলা হোয়েন পোটেনशियल डिफरेंस v ର ভ্যালু কেতে দেলা পেলে 20 ভোল্ট দেই দেলা তো v ইকুয়াল টু আই রু আগে আই বাহার করে দিও v ইকুয়াল টু আই আমি জানি ওহমস ল হিসাবে তো আই ইকুয়াল টু হইଯିବ v বাই আর হয়ে গেলে কেতে হইଯିବ 20 আর র ভ্যালু কেতে দিছি 10 তাহলে আই র ভ্যালু হয়ে গেলা 2 এম্পিয়ার তো আই ইকুয়াল টু আমি পুনি আইছু কিউ বাই টি আই র ভ্যালু কেতে বাহারলা 2 এম্পিয়ার বাহারলা 2 ইকুয়াল টু কিউ র বাই টি র ভ্যালু কেতে দিছি 120 সেকেন্ড তো কিউ ইকুয়াল টু বজ্র গুণন হয়ে গেল যে গুণন হয়ে গেলে কেতে হইଯିବ 12 গুণন 24 240 কুলম 240 কুলম পিলে রাইট আনসর হইଯିବ ঠিক আছে এবিসিডি ই গলা এফ তা দেখিবা 3 রেজিস্ট্যান্স 2 ওহম 3 ওহম 4 ওহম আর কানেক্টেড ইন প্যারালাল এটা গোটে রেজিস্ট্যান্স পিলে দেখো 2 ওহম দেলা এটা গোটে রেজিস্ট্যান্স পিলে 3 ওহম ଦେଇଛି 3 ওহম ସବୁଗୁଡା ପଢା ହେଇଛି ନା ନାଇଁ ଏ ଫର୍ମୁଲା ସବୁ ପଢିଛ ନା ପଢିନ ପଢିଛ ଖାଲି ବୁଦ୍ଧି ଖର୍ଚ୍ଚ କରି କରିବାର ଅଛି 1 ମାର୍କ ଗୁଡା ଯେହେତୁ ନ୍ୟୁମେରିକାଲ ପିଲେ ସବୁ ଦେଇ ଦେଇଥିଲା ଓକେ থিওরিটিକାল क्वेश्चन ଗୋଟେ ଦୁଇଟା ଦେଇଛି କୁଲମ୍ସ ଲଟା ଯୋଉ ଭଳିଆ ଫାଷ୍ଟ ଦେଲା ଆଉ ଗୋଟେ ପିଲା ଦେଇଛି କେତେ ଫରମ ଆଉ ଗୋଟେ ଦେଇଥିଲା ପିଲେ ଫରମ ଆର ଲାଗିଛନ୍ତି କୋଉଠି ଆର ଲାଗିଛନ୍ତି ପାରାଲାଲ ପିଲେ ଲାଗିଛନ୍ତି ପାରାଲାଲ ଲାଗିଛନ୍ତି ତ ଦା ରେସିଓ ଅଫ କରେଣ୍ଟ ଫ୍ଲୋଇଂ ଥ୍ରୋ ଏଠି କରେଣ୍ଟ କେତେ ଯାଉଛି ତାର ରେସିଓ ଏଠି ଧରା ଯାଉ I1 କରେଣ୍ଟ ଯାଉଛି ଏଠି କରେଣ୍ଟ ଯାଉଛି କେତେ I2 ଏଠି କରେଣ୍ଟ ଯାଉଛି କେତେ I3 ତାର ରେସିଓଟା ପିଲେ ମାଗିଛି I1 is to I2 is to I3 କେତେ ହବ ପିଲେ ଠିକ ଅଛି ତ ଏଟାକୁ ଯଦି ଆମେ ସଲ୍ଭ କରିବା ପିଲେ ମାନେ I1 is to I2 is to I3 କେତେ ହବ ପିଲେ ଦେଖ ତ କଥା ହଉଛି এটা যেহেতু প্যারালাল আছে ମୁଁ বারম্বার কইছি তোমাকে প্যারালাল মানে কোন ভোল্টেজটা সমান প্যারালাল মানে ভোল্টেজটা সমান V ইকুয়াল টু যদি IR পিলে আমি ফর্মুলা দেখিবু তাহলে I ইকুয়াল টু কেতে হবো V বাই R ভিটা কনস্ট্যান্ট মানে I সহিত R র রিলেশনটা কোন ইনভার্সলি প্রপোর্শনাল I সহিত R হলা ইনভার্সলি প্রপোর্শনাল তাহলে I1 যদি জনে করিব কেতে হবো V বাই R1 হবো V বাই R1 I2 যদি করিব জনে কেতে হবো R2 ହେଇଯିବ V বাই R2 ହେଇଯିବ ସେଇ ଟାଇପର କରିହବ ନା ତ ରେସିପ୍ରୋକାଲ ହେଇଯିବ ନାଇଁ କି ତ ଭିଟା ଯଦି ଯେହେତୁ କନଷ୍ଟାଣ୍ଟ ତେଣୁ 1 ବାଇ R ବା ଏଇଭଳିଆ ଲେଖି ହବ I2 ଟା ইনভার্সলি প্রপোর্শনাল টু কেতে R2 ସେଇଭଳିଆ ତ 1 বাই କରିକି ଲେଖି ହବ ଇନଭର୍ସଲି ମାନେ କେତେ ହେଇଯିବ ଏଟା R1 এটা ହେଇଯିବ is to 1 বাই R2 is to କେତେ ହେଇଯିବ 1 ବାଇ R3 1 ବାଇ R3 ইনভর্সলি হଉଛି না ইনভর্সলি প্রপোর্শনাল তাহলে R1 ର ভ্যালু କେତେ ଦେଇଛି ଗୋଟେ ଦେଇଛି 2 ওহম ଗୋଟେ ଦେଇଛି କେତେ 3 ওহম ଗୋଟେ ଦେଇଛି କେତେ 4 ওহম তো যদি লসাগু নেই গুণন করতেব সবুগুড়ারে গুণন করতেব যদি 12 গুণন করলে কেতে 200 2 12 এটি 12 গুণন করলে কেতে 2 3 6 তাহলে 6 is to 12 রে গুণন করলে 3 4 12 4 এটা 4 রে 4 3 12 তো 4 6 4 3 হবো নাকি ওকে ইএফ জি গলা তারপরে ফর রেজিস্ট্যান্স কইছে 100 ওহম ইচ আর কানেক্টেড ইন 4 ওহম এটা বহুত সিম্পল কোশ্চেনটা এটা হলা গোটে 100 ওহম এটা গোটে পিলে 100 ওহম এটা গোটে পিলে 100 ওহম এটা গোটে পিলে 100 ওহম দেই দিছি ହେଲା তো ডায়াগোনাল রে কেতে হবো এই ডায়াগোনাল রে কেতে হবো নিজে কুহ এটা এটা মিশি যাব সিরিজ রে হলে কেতে হবো 200 এই তଳ দুইটা সিরিজ ହେଇଯିବ কেতে হবো 200 200 ଆଉ 200 ବର୍ତ୍ତମାନ ପାରାଲାଲ ହେଇଗଲେ 200 200 ପାରାଲାଲ ହେଲେ କେତେ ହୁଏ 200 ଗୁଣନ 200 ডিভাইড বাই 200 যুক্ত 200 কেতে ହେଇଯିବ 400 ତ 200 ରେ 200 ଗୁଣନ ହେଲେ କେତେ ହବ 4 ପରେ 1 2 3 4ଟା ଶୂନ ହେଇଯିବ ତାପରେ 4 ରେ ଦୁଇଟା ଶୂନ କଟିଗଲା ପିଲେ ହେଲା ଦୁଇଟା ଶୂନ ପିଲେ କଟିଗଲେ କେତେ ହବ 4 କାଟିଦେଲେ 100 ରାଇଟ୍ ଆନ୍ସର ହବ ପିଲେ 100 ଓକେ ଇଏଫ ଜି ଗଲା ପିଲେ এইচ ଦେଖ এটা ଗୋଟେ ସହଜ କୋଶ୍ଚିନ୍ ପିଲେ ଫର୍ମୁଲା ବେସ୍ଡ ତ ପ୍ରୋବ୍ଲେମ ଆଉ 2 ମାର୍କ ହେଇଥାନ୍ତା ନହେଲେ ଗୋଟେ ମାର୍କର ପକେଇଛି ଡ୍ୟୁ ଟୁ 10 ଏମ୍ପିୟର ଅଫ କରେଣ୍ଟ ତ କରେଣ୍ଟର ଭ୍ୟାଲୁ ପିଲେ କେତେ ଦେଲା 10 ଏମ୍ପିୟର ଗୁଡ଼ା ସବୁ ମୁଁ କହିଥିଲି ପ୍ରୋବ୍ଲେମ ପଡିବ ନା ଡ୍ୟୁ ଟୁ 10 ଏମ୍ପିୟର ଅଫ କରେଣ୍ଟ ଫ୍ଲୋଇଂ ଇନ୍ ଏ सर्कुलर कॉइल 10 सेंटीमीटर रेडियस ताले रेडियस रे बोली गला 10 सेंटीमीटर सेंटीमीटर रे तो हबनी मीटर करिवो तो 1/10 हिगला मीटर 1/10 हिगला मीटर द मैग्नेटिक फील्ड प्रोड्यूस मैग्नेटिक फील्ड रो वैल्यू कते देला 3.14 वैल्यू टा देखला को लागुनी पाई रो वैल्यू बोली एटा देइची ओके तार जहा दो 10 टू द पावर -3 दे देला नंबर ऑफ टर्न्स पिले नंबर ऑफ टर्न्स n माइची तो होची सर्कुलर कॉइल रो पिले सेंटर केते हुआ मैं आनिचू म्यू 0 I बाय 2r म्यू 0 I बाय 2r म्यू 0 n I बाय 2r n नंबर ऑफ टर्न पाई तो b रो वैल्यू दे देला केते 3.14 इंटू 10 टू द पावर -3 देला म्यू 0 रो वैल्यू केते हुए 4 पाई म्यू 0 रो वैल्यू हो जाए 4 पाई आई रो वैल्यू तो हमें बाहर कलु केते 10 एम्पियर से देइची n रो वैल्यू टा हमर दरकार 2 इंटू r रो वैल्यू के देइची 1/10 देइची 10 देइची तो 3.14 रे पाई कटि गला पाई हला पाई रो वैल्यू कटि गला तो एठू हिसाब कर देले पले केते हिजबो
এই 10টা উপরକୁ উঠিଯିବ ପିଲେ ତାହେଲେ 10⁻³ ଇକ୍ୱାଲ୍ ଟୁ 10⁻³ ଇକ୍ୱାଲ୍ ଟୁ 4 କେତେ ହବ ହଉଛି ଏଟା 10 10 100 n ବାଇ ହେଇଯିବ କେତେ 2। ତ n ର ଭ୍ୟାଲୁଟା ଏଠୁ ବାହାର କଲେ 2 10⁻³ 2 10⁻³ ଏଟା ଗୁଣନ ହେଇଯିବ 2 10⁻³ ବାଇ କେତେ ହବ 400 ହଉଛି ନୁହଁ କି 400 ହଉଛି 400 2ରେ କାଟିଦେଲେ 200 2ରେ କାଟିଦେଲେ 200 200 ହଉଛି। ତ n ର ଭ୍ୟାଲୁ କେତେ ହେଇଯିବ ଏଠି 10⁻³ 10⁻³ 102 କୋଉଠି ଭୁଲ ହେଲା କି ପିଲା b ଇକ୍ୱାଲ୍ ଟୁ କେତେ ହୁଏ b ଇକ୍ୱାଲ୍ ଟୁ ଏଠି ସଲ୍ଭ କରିବାର b ଇକ୍ୱାଲ୍ ଟୁ ପିଲେ μ0 ni ବାଇ 2r ତ b ର ଭ୍ୟାଲୁ କେତେ ଦେଇଛି 3.14 × 10⁻³ ଇକ୍ୱାଲ୍ ଟୁ μ0 ର ଭ୍ୟାଲୁ ହେଲା 4 ପାଇ ଇଣ୍ଟୁ 10⁻7 ନୁହଁ କି 4 ପାଇ ଇଣ୍ଟୁ 10⁻7 n ର ଭ୍ୟାଲୁଟା ଦରକାର i ର ଭ୍ୟାଲୁ କେତେ ଦେଇଛି 10 10 r 2 ଇଣ୍ଟୁ r ର ଭ୍ୟାଲୁ କେତେ ଦେଇଛି r ର ଭ୍ୟାଲୁ 1/10 ତ ଏଇ 10 ଟା ଉପରକୁ ଉଠି ଯାଉ ହେଲା କି ତ ଏଠି 3.14 ରେ ଏଠି ପାଇ କଟି ଯାଉଛି ତାହେଲେ କେତେ ହବ ହଉଛି 10⁻³ ଇକ୍ୱାଲ୍ ଟୁ କେତେ ହବ 4 ଇଣ୍ଟୁ 10⁻7 ଇଣ୍ଟୁ n ଇଣ୍ଟୁ ହଉଛି 10 ରେ 10 ଗୁଣନ ହେଲା 100 ହେଇଗଲା 100 ହେଇଗଲା ବାଇ ତଳେ ରହିଛି କେତେ 2 ବାଇ ତଳେ ରହିଛି 2 ତ n ର ଭ୍ୟାଲୁଟା ଏଠୁ ହିସାବ କରିଦେଲେ ପିଲେ କେତେ ହେଇଯିବ n ଟା 2 ରେ ଗୁଣନ ହବ ଏଟା ମାନେ n ଇକ୍ୱାଲ୍ ଟୁ ହେଇଯିବ 2 ଇଣ୍ଟୁ 10⁻³ ହୋଲ୍ ଡିଭାଇଡ୍ ବାଇ କେତେ ହେଉଛି 4 ଇଣ୍ଟୁ ଇଣ୍ଟୁ ହେଉଛି କେତେ 100 ଓକେ ତ 2 ଦୁଣା 4 ହେଇଯାଉଛି 2 ଦୁଣା 4 4 ହେଇଗଲା ତ 10⁻³ ଉପରେ ରହିଲା 10⁻³ ବାଇ ହେଉଛି ତଳେ ଅଛି କେତେ 2 2 10⁻ ଟା ହବ କେତେ -5 10⁻⁵ ହେଲା କି 10⁻⁵ ଉପରକୁ ଗଲେ +5 ହେଇଯିବ +5 ହେଇଯିବ +5 ହେଇଗଲେ ପିଲେ 10⁻+5 ମାନେ 10⁻2 ମାନେ 100 100 ହରଣ 2 ଗଲେ କେତେ ହବ 50 50 100 ହରଣ 2 ମାନେ 50 ରାଇଟ୍ ଆନ୍ସର ହବ ପିଲେ 50 ରାଇଟ୍ ଆନ୍ସର ହେଇଗଲା ଏଟା 50 ଓକେ ସହଜ କ୍ୱେଶ୍ଚିନ୍ କାଟେଗୋରୀ ଯିବ ପିଲେ ଯେ ଟିକେ କାଲକୁଲେସନ ବଡ ହଉଛି 2 yards of same length are shaped into ଗୋଟେ ସ୍କୋୟାର କରିଛି ଗୋଟେ ସାର୍କିଲ କହିଛି ଏଇଟା ଟିକେ କଡ଼ା କ୍ୱେଶ୍ଚିନ୍ ଟା ପିଲେ ଯେ ଏଗୁଡ଼ା OUET ରେ ଏଗୁଡ଼ା ପଡେ 2 ୱାର ଅଫ ସେମ୍ ଲେନ୍ଥ ହେଲା ସେମ୍ ଲେନ୍ଥ ଦୁଇଟା ସାରା ଲେନ୍ଥ ସମାନ ଅଛି ପିଲେ ଗୋଟେକୁ ସେଭ୍ କରିଛ ଗୋଟେ ସ୍କୋୟାର ଗୋଟେ କରିଛ ସାର୍କିଲ ଇଫ୍ ଦ କରେଣ୍ଟ ଯଦି ସମାନ ଅଛି ମ୍ୟାଗ୍ନେଟିକ୍ ମୋମେଣ୍ଟ ପିଲେ କେତେ ହେବ ତ ଏଇଟା ଗୋଟେ ତାର ଏଇଟା ବି ଗୋଟେ ତାର ହେଲା ୟାର ଲେନ୍ଥ ବି ଏଲ୍ ଅଛି ୟାର ଲେନ୍ଥ ବି ଏଲ୍ ଅଛି ଏଇଟାକୁ ତମେ କଣ କରିଛ ନା ସ୍କୋୟାର କରିଦେଇଛ ଏଟାକୁ ଗୋଡେଇ ଦେଇକି ତମେ କରିଦେଇଛ କଣ ସାର୍କିଲ କରିଦେଇଛ ଯଦି ସ୍କୋୟାର କରିଦେଇଛ ମାନେ ସବୁ ସାଇଡ୍ ଗୁଡ଼ା କେତେ ହେବ L/4 ଲେଖା ହବ ଆଉ ୟାର ଟୋଟାଲ ଏଇଟା ଏଇ ତାରଟାକୁ ହିଁ ଗୁଡେଇକି କରିଛ ମାନେ ପରିଧିଟା କେତେ ହେବ ସେଇ ତାରଟାକୁ ହିଁ ଗୁଡେଇ ଦେଇଛ ନା ତେଣୁ ସାର୍କମଫରେନ୍ସଟା ସେଇ ଏଲ୍ ହବ ମାନେ 2πr ଇକ୍ୱାଲ୍ ଟୁ କେତେ ହେବ ଏଲ୍ ଯଦି ଟୁ ଆର୍ ବାହାର କରିବ କେତେ ହେବ L/2π ତ ଦେଖ ଇଏ ହଉଛି ଡାଇପୋଲ ମୋମେଣ୍ଟର ଫର୍ମୁଲା କଣ ଡାଇପୋଲ ମୋମେଣ୍ଟର ଫର୍ମୁଲା ଯେତେବେଳେ ମୁଭିଂ ଇଲେକ୍ଟ୍ରନ ବା ମୁଭିଂ ଚାର୍ଜେସ୍ ବିଷୟରେ ପଢା ହେଇଥିଲା ସେଠି ଗୋଟେ ଡାଇପୋଲ ମୋମେଣ୍ଟର ଫର୍ମୁଲା ଥିଲା ମାରାଥନ କ୍ଲାସରେ ବି କହିଥିଲି କରେଣ୍ଟ ଇଣ୍ଟୁ ଏରିଆ ତ ଏଠି କରେଣ୍ଟ ଆଇ ଏରିଆ କେତେ ହେଇଯିବ ୟାର ଯଦି ସାଇଡ୍ ହେଲା L/4 ବର୍ଗ କ୍ଷେତ୍ରଟା ତ ଏରିଆ ହେଇଯିବ କେତେ L/4 ର ସ୍କୋୟାର ହେଇଯିବ ମାନେ I L² 16 ହେଇଯିବ ହେଲା ଏଟା ୟାର ମ୍ୟାଗ୍ନେଟିକ୍ ମୋମେଣ୍ଟ ଆଚ୍ଛା ୟାର ମ୍ୟାଗ୍ନେଟିକ୍ ମୋମେଣ୍ଟ କେତେ ହେଇଯିବ ୟାର କରେଣ୍ଟ ହେଲା I ୟାର ମ୍ୟାଗ୍ନେଟିକ୍ ମୋମେଣ୍ଟ ଯଦି ବାହାର କରିବ କରେଣ୍ଟ ତ ସେଇ ସମାନ କରେଣ୍ଟ ଦେଇଛି ନା ଦୁଇଟାରେ ତ ୟାର ଏରିଆ ଫର୍ମୁଲା କଣ πr² ଏରିଆ ଫର୍ମୁଲା ହେଇଯିବ πr² ତ M2 ଇକ୍ୱାଲ୍ ଟୁ ପିଲେ ହେଇଯିବ I ପାଇ r² r ର ଭ୍ୟାଲୁଟା ପିଲେ କେତେ ଦେଲା ସ୍କୋୟାର ମାନେ L²/4π² ତ ପାଇ ଗୋଟେ ଗୋଟେ କଣ ହେଇଯିବ କଟିଯିବ ତାହେଲେ M2 ର ଭ୍ୟାଲୁ କେତେ ହେଇଗଲା ପିଲେ M2 ର ଭ୍ୟାଲୁ ହେଇଗଲା IL² ବାଇ କେତେ 4π ତ ଦୁଇଟାର ରେସିଓ ପିଲେ ମାଗିଛି ଦୁଇଟାର ରେସିଓ ମାନେ ହଉଛି କାହା ରେସିଓ ମାଗିଛି ମାନେ ଯୋଉଟା ନୂଆ ହେଲା ନା ପୁରୁଣା ଯୋଉଟା ନୂଆ ଦେଖିବା ସେ କହିଛି କ୍ୟାରି ସେମ୍ କରେଣ୍ଟ ଦ ରେସିଓ ଅଫ ଦ ମ୍ୟାଗ୍ନେଟିକ୍ ମୋମେଣ୍ଟ ରେସିଓ ମାନେ ସିରିଏଲି ଯିବା ଆମେ ହେଲା କି ସିରିଏଲି ତାହେଲେ IL² ବାଇ 16 ଇଣ୍ଟୁ ହେଇଯିବ ଉଲ୍ଟି ଗୁଣନ ହେଇଯିବ 4π ଇଣ୍ଟୁ କେତେ ହେଇଯିବ IL² କଟିଗଲା ହଉଛି 4×16 π/4 ପିଲେ ହେଲା π/4 ହବ ରାଇଟ୍ ଆନ୍ସର π/4 ଇଜ ଦ ପିଲେ ରାଇଟ୍ ଆନ୍ସର ଠିକ ଅଛି ତାପରେ ଗଲା ଆଇ ପରେ ଆସିଲା ଆଇ ପରେ ଯେ କହିଲା ଦା ସେଲ୍ଫ ଏଇଟା ତ ମାରାଥନ କ୍ଲାସରେ ସେଦିନ ଗତକାଲି ଏଗୁଡ଼ା ସବୁ କହିଛି ମାରାଥନ କ୍ଲାସରେ ସବୁ ଗୁଡ଼ା କହିଥିଲେ ମାରାଥନ କ୍ଲାସରେ କେତେ ଏଟା ହବ ବୋଲି ନୁହଁ କି ତ ଦେଖ ଏଟା π/4 ଏଟା ଗଲା ହେଲା ଏଟା π/4 ଠିକ ଅଛି ଓକେ ତାପରେ ଦେଖ ଏଟା କହିଛି ଦ ସେଲ୍ଫ ଇଣ୍ଡକ୍ଟାନ୍ସ ଅଫ ଏ କଏଲ ଏଟା କହିଥିଲି କୋଫିସିଏଣ୍ଟ ଅଫ ସେଲ୍ଫ ଇଣ୍ଡକ୍ସନ କୁହେ ବା କୋଫିସିଏଣ୍ଟ ଅଫ ସେଲ୍ଫ ଇଣ୍ଡକ୍ସନ କୁହେ ବା ସେଲ୍ଫ ଇଣ୍ଡକ୍ଟାନ୍ସ ଖାଲି କହିଦିଏ ଏଲ ର ଭ୍ୟାଲୁ ଦେଇଛି କେତେ 5 ହେନରୀ ଦେଇଛି ଏ କରେଣ୍ଟ ଅଫ 1 ଏମ୍ପିୟର ମାନେ ଚେଞ୍ଜେସ୍ ଟୁ ଏମ୍ପିୟର ମାନେ DI ର ଭ୍ୟାଲୁ କେତେ ହେଇଯିବ 1 ରୁ 2 ଚେଞ୍ଜ ହେଲା ମାନେ ଚେଞ୍ଜ କେତେ ହେଲା 2 ବିଭକ୍ତ 1 କଲେ କେତେ ହେବ 1 ଏମ୍ପିୟର ଆଉ DT ଟାଇମ ର ଭ୍ୟାଲୁ କେତେ ଦେଇଛି 5 ସେକେଣ୍ଡ ଡାଇରେକ୍ଟ ସିମ୍ପଲ ଫର୍ମୁଲା E ଇକ୍ୱାଲ୍ ଟୁ କେତେ ହୁଏ ଗତକାଲି ବୁଝେଇଥିଲି ଏଗୁଡ଼ା ଘୋଷେଇ ପକେଇଥିଲି ଲେଡି ବାଇ DT କହିଥିଲି I ଇକ୍ୱାଲ୍ ଟୁ ଲେଡି ବାଇ DT ତ E ର ଭ୍ୟାଲୁ କେତେ ହେଇଯିବ L ର ଭ୍ୟାଲୁ ଦେଇଛି 5 DI ର ଭ୍ୟାଲୁ କେତେ ହେଲା 1
टीटी रो भ्यालु केते 5 कटिगला 1 भोल्ट हबो -1 भोल्ट तो 1 भोल्ट ही ऑप्शन जेतु देखि मैग्नीट्यूड हिसाब रे हमें जिवा पिले आई जे पिले चली गला हला के देखो द पावर डिलीवर्ड बाय एसी सोर्स व्हेन सर्किट बिकम मैक्सिमम कोन कहितली मैराथन क्लास रे भी कहिछि बुझेला बेले भी कहिछि सिलेक्शन रे भी देइथिली रेजोनेंस माने कोन मैक्सिमम फ्लो जेतले करंट हबो हला कि द पावर भी से टाइम रे मैक्सिमम हबो द पावर डिलीवर्ड बाय द एसी सोर्स ऑफ सर्किट बिकम मैक्सिमम तो केतले मैक्सिमम हो जेतले रेजोनेंस कंडीशन कोन एक्सएल इक्वल टू एक्सी एक्सएल टा केते हुए ओमेगा वैल्यू हुए बारंबार कहिछि एक्सएल इक्वल टू ओमेगा एक्सी टा केते हुए 1 बाय ओमेगा सी तो एटा दिस विल द प्ले राइट आंसर आई जे के गला एल न तो राइट क्वेश्चन गुडा द एवरेज पावर प्योर इंडक्टर काली काली मैराथन क्लास रे कहिछि प्योर इंडक्टर हेले कोन हिजबो जीरो हिजबो प्योर इंडक्टर हो बा प्योर कैपेसिटर हो केते हिजबो जीरो हिजबो पिले तमरो एवरेज पावर जदि तमरो रेजिस्टेंस थादा त मैक्सिमम हितादा तापरे पिला देखो द मैग्नीफाइंग पावर ऑफ ए टेलीस्कोप इज 9 टेलीस्कोप रो मैग्निफिकेशन फार्मूला पिले कोन मैग्निफिक दुईटा लेंस थिला पिले मन पकाओ दुईटा टेलीस्कोप रो दुईटा लेंस थिला देखि एठी गोटे इमेज पिले फॉर्मेशन होतला इनफिनिटी होतला एठु इटा डिस्टेंस के दिथलो एफ दिथलो एठु डिस्टेंस एफ दिथलो एठु ए डिस्टेंस के दिथलो पिले एफ दिथलो ठीक अछि तो मैग्निफिकेशन फार्मूला कोन होतला ना सर एफ बाय एफ होतला एफ बाय एफ द मैग्नीफाइंग पावर ऑफ मैग्नीफाइंग पावर रो फार्मूला कोन थिला होची एफ बाय एफ तो सेटा दे दिछि पिले ताले 9 इक्वल टू दे देला कते एफ बाय एफ ओके एटा गोटे इक्वेशन पिले मिल गला ओके व्हेन इट एडजस्ट इन पैरेलल रे द डिस्टेंस बिटवीन द ऑब्जेक्टिव एंड आईपीस इज 20 सेंटीमीटर डिस्टेंस बिटवीन ऑब्जेक्टिव आईपीस माने कोन एटा थिला ऑब्जेक्टिव एटा थिला आईपीस डिस्टेंस टा 20 सेंटीमीटर माने एफ प्लस एफ रो वैल्यू केते देला पिले 20 सेंटीमीटर दे देला तो एफ आउ एफ रो वैल्यू दे देला पिले एफ आउ एफ प्लस एफ रो वैल्यू दे देला एफ प्लस एफ रो वैल्यू दे देला गोटे मिनिट राइट तो देखो पहले एफ प्लस एफ भैल्यू देदेला केते 20 सेंटीमीटर देदेला तो एठु एफ रो भैल्यूटा इक्वेशन 1 रो एफ रो भैल्यूटा बाहर कर देले केते हिजबो 9 एफ हिजबो 9 एफ तो ये एफ रो भैल्यूटा को एठी नहीं पुट कर दियो 9 एफ प्लस एफ केते 10 एफ इक्वल टू केते होला 20 तो एफ इक्वल टू रो भैल्यू केते होला 2 तो गोटे रो फोकल लेंथ बाहर गला पले 2 2 2 माने एटा तो आंसर होबो आ कोन 2 बाहरी छि आ 18 आ आरटा बाहर कर दो एफ प्लस एफ जदी 20 हबो गोटे 2 ହେଲା गोटे 18 हबो ठीक अछि तो तापरे पले कहिछि इफ द रिफ्रैक्टिव इंडेक्स तो डायरेक्ट नोट रू पिले क्वेश्चन पड़ी रिफ्रैक्टिव इंडेक्स जदी √3 पिले हला रिफ्रैक्टिव इंडेक्स √3 हले एंगल ऑफ डेविएशन पिले केते हेबो एटा बारंबार पिले करा आइछि इक्विलेटरल ट्रायंगल निके एटा पिले बारंबार करा आइछि यार आंसर टा केते होतला पिले खातार अछि 60 डिग्री हबो ओके यंग डबल स्लिट एक्सपेरिमेंट रे द डिस्टेंस बिटवीन स्लिट इज रिड्यूस्ड एटा भी केते थर करैछि पिले बीटा इक्वल टू लैम्डा डिवाइड स्मॉल डी लैम्डा डिवाइड स्मॉल डी तो बीटा डेस टा केते हो कहिछि से डिस्टेंस केते हो कहिछि द डिस्टेंस बिटवीन स्लिट इज रिड्यूस्ड टू हाफ डिस्टेंस बिटवीन स्लिट माने स्मॉल डी हला आ आरोटा 2 गुण जदी हे गला आरोटा जदी 2 गुण हे डी बाय 2 हे गला आउ कहिछि एंड स्क्रीन इज डबल ओके ताले 2 गुणा 4 हे जबो ताले बीटा डिस्टा डेटा इज 4 लैम्डा डी बाय स्मॉल डी तो 4 लैम्डा डी बाय स्मॉल डी जगह बीटा बसेबो ताने 4 बीटा 4 गुण हे जबो आ कोन 4 गुण पिले हे जबो ओके 4 4 गुण हे जबो बिकम 4 टाइम्स ओ गला तापर एटा तो डायरेक्ट क्वेश्चन पिले डायरेक्ट फार्मूलाटा खाता डायरेक्ट फार्मूलाटा पिले पकेछि द मोमेंटम ऑफ फोटोन एनर्जी रो पिले मोमेंटम फार्मूला कोन हे जबो आमे जानिछु द मोमेंटम ऑफ फोटोन एनर्जी h न्यू द मोमेंटम ऑफ ए फोटोन ऑफ एनर्जी h न्यू ताले E इक्वल टू आमे केते जानिछु फार्मूलाटा E इक्वल टू जानिछु E इक्वल टू एच न्यू हुए E इक्वल टू एच न्यू हुए तो ई बदले आइंस्टाइन फार्मूला पके देला केते हिजबो mc स्क्वायर इक्वल टू केते हिजबो पिले एच न्यू तो mc टा कोन mc टा ला मोमेंटम मोमेंटम आउटे सी देले रहि जाउची सी इक्वल टू एच न्यू मोमेंटम मागिछि तो मोमेंटम मागिछि माने एच न्यू बाय सी एच न्यू बाय केते जो सी एच न्यू बाय सी विल द प्ले राइट आंसर ओके द नंबर ऑफ फोटो इलेक्ट्रॉन्स एमिटेड पर सेकंड फ्रॉम ए मेटल सरफेस केते नंबर ऑफ फोटो इलेक्ट्रॉन बाहरिबो सेटा कहा से डायरेक्ट प्रोपोर्शनल हो जते इंटेंसिटी वाला लाइट पड़िबो हला जते इंटेंसिटी वाला लाइट पड़िबो द इंटेंसिटी ऑफ लाइट इंक्रीजेस एटा हिजो राइट आंसर प्ले हला एटा तो डायरेक्ट क्वेश्चन पिले विजिबल रे के रहइबो बाल्मर सीरीज रहइबो द फंक्शन ऑफ रेक्टिफायर टा पिले कोन होए एसी रु डीसी करे टू कन्वर्ट एसी टू डीसी ओके तो सरी गला पिले दुई मार्किया देखो एति थिला गोटे गोटे दुईटा क्वेश्चन टिके बुलेई कि से पकेछि दुईटा 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 पाका पाकी क्वेश्चन टिके बुलेई भी पिले पकेछि आउ न हले आर गोटा टिके बुद्धि खर्च कले पिले कहि परिबो डेफिनेटली जो माने क्लास रेगुलर पिले करूचो डिफाइन इलेक्ट्रिक फील्ड एंड इलेक्ट्रिक फील्ड एंड सेटा तो डायरेक्ट क्वेश्चन पिले एटा देखो पूरा सिलेक्शन थिला देखो सातटा होउछि ना नै पिले देखो सातटी क्वेश्चन करिया पई कहिछि सिलेक्शन रु डाइपोल फाइंड इलेक्ट्रिक पोटेंशियल परपेंडिकुलर एटा तो पिले डायरेक्ट सिलेक्शन टा पिले थिला तमर मु कहितली बारंबार एटा को तुमे पढिबो जीरो हो फाइंड द इलेक्ट्रिक पोटेंशियल परपेंडिकुलर बाइसेक्टर माने इक्वेटोरियल लाइन एटा तो पूरा सॉलिड क्वेश्चन पिले पूरा सॉलिड क्वेश्चन गत काली भी मु कहिछि एटा को निहाती पढि कि जीवो एग्जाम हॉल रे मो कथा मने पकेबो कहितली ना नै राइट द एक्सप्रेशन फॉर फोर्स बिटवीन टू लॉन्ग स्ट्रेट कंडक्टर एटा मु माराथन करैनी किंतु क्लास एटा को भलो भाबरे कहितली एम्पियर होबो बोली ठीक अछि तापरे
For a series circuit with alternating voltage with condition for electrical resonance, find the expression for resonant frequency. ହେଲା ରେଜୋନେନ୍ସ ହେଲେ ରେଜୋନେଣ୍ଟ ଫ୍ରିକ୍ୱେନ୍ସିର ସେ ଏକ୍ସପ୍ରେସନଟା ବାହାର କରିବା ପାଇଁ କହିଛି। ଏଇଟା ବି ଖାତାରେ କରାହେଇଛି ପିଲେ। ତାପରେ ଷ୍ଟେଟ୍ ଫାରାଡେ ଲେ କେତେ ଥର କହିଥିଲି ପିଲେ ଏଇଟା ଡେଫିନେଟଲି ପଢିକି ଯିବ। ଥିନ୍ କନଭେକ୍ସ ଲେନ୍ସ ଅଫ ଫୋକାଲ ଲେନ୍ଥ ପିଲେ ଦେଇଛି, ଫୋକାଲ ଲେନ୍ଥର ଭ୍ୟାଲୁ ପିଲେ ଦେଇଛି। ଇଜ କଣ୍ଟାକ୍ଟ ୱିଥ୍ ଥିନ୍ କନକେଭ୍, ଦୁଇଟା ଲେନ୍ସ ଦେଇଛି, ଗୋଟେ ହେଉଛି କନଭେକ୍ସର ଫୋକାଲ ଲେନ୍ଥ ହେଲା 10 ସେଣ୍ଟିମିଟର, 10 ସେଣ୍ଟିମିଟର ଏଇଟା ପ୍ଲସ୍ ହବ। F1 F2ଟା କନକେଭ୍ କହିଛି, କନକେଭ୍ ମାନେ ମାଇନସ୍ ହବ। ଠିକ୍ ଅଛି। ତ କମ୍ବାଇନ୍ ଫୋକାଲ ଲେନ୍ଥର ଫର୍ମୁଲା କ'ଣ? 1/F1 + 1/F2, 1/F1 + 1/F2 ସଲ୍ଭ କରିଦେଲେ କାମ ଶେଷ। ଭେରି ସିମ୍ପଲ୍, ବହୁତ ସିମ୍ପଲ୍ ପିଲେ। ଇକ୍wi କନଭେକ୍ସ ଲେନ୍ସ ଅଫ ଫୋକାଲ ଲେନ୍ଥ ସ୍ପ୍ଲିଟ୍ ଇନ୍ ସଚ୍ ଏ ୱେ ଦ୍ୟାଟ୍ ଟୁ ପ୍ଲାନୋ କନଭେକ୍ସ। ଏଇଟା ପିଲେ ଆକ୍ଚୁଆଲି ମୁଁ କରେଇ ନଥିଲି। ଏଇଠୁ ଯଦି ସ୍ପ୍ଲିଟ୍ କାଟି ଦେଉଛ ତାହେଲେ ଦୁଇଟା ଅଲଗା ଅଲଗା ପାର୍ଟ ହେଇଯାଉଛି ନା, ଦୁଇଟା ଅଲଗା ଅଲଗା ପାର୍ଟ ହେଉଛି ଆକ୍ଚୁଆଲି ଡବଲ୍ ହେଇଯାଏ ପିଲେ। ଫୋକାଲ ଲେନ୍ଥ ଯାହା ଥିବ ପିଲେ ଡବଲ୍ ହେଇଯିବ। ଓକେ। ତାପରେ ଦେଖ ଡ୍ର ଦ ରେଡ୍ କମ୍ପାଉଣ୍ଡ ମାଇକ୍ରୋସ୍କୋପ। ପରଦିନ ଏଇଟା କହିଛି ନା ପିଲେ, ପଢିକି ଯିବ। ଆଇନଷ୍ଟାଇନ ଫଟୋ ଇଲେକ୍ଟ୍ରିକ ଇକ୍ୱେସନ୍ ବାରମ୍ବାର କହିଥିଲି ଇକ୍ୱେସନ୍ ବି ଡାଇରେକ୍ଟ ଇକ୍ୱେସନଟା ପିଲେ ପଡ଼ିଛି। ମାସ୍ ଡିଫେକ୍ଟ ବାଇଣ୍ଡିଂ ଏନର୍ଜି ପାର ହେଇଗଲାଣି, 7ଟା ପାର ହେଇଗଲାଣି ପିଲେ। ସିଲେକ୍ସନ୍ ଯେତିକି ଖାଲି ସିଲେକ୍ସନ୍ ପଢ଼ିକି ଯାଇଥିବ, ଓନ୍ଲି ସିଲେକ୍ସନ୍ ପଢ଼ିକି ଯାଇଥିବ, ସବୁଗୁଡ଼ା ପିଲେ କରିଦେଇକି ଆସିବ। ଏନର୍ଜି ବ୍ୟାଣ୍ଡ ଡାଇଗ୍ରାମ, ସେମିକଣ୍ଡକ୍ଟର ଆଉ ଇନ୍ସୁଲେଟର। ସେମିକଣ୍ଡକ୍ଟର ପାଖାପାଖି 1 ଇଲେକ୍ଟ୍ରନ୍ ଭୋଲ୍ଟ ଥିଲା, ଇନ୍ସୁଲେଟରର ତୁମର 15 ଇଲେକ୍ଟ୍ରନ୍ ଭୋଲ୍ଟ ପାଖାପାଖି ଥିଲା। କିଛି ଡେସ୍କ୍ରିପସନ୍ କହିନି ପିଲେ, ଖାଲି ଡାଇଗ୍ରାମ କରିଦେବ, ମାର୍କ ପାଇବ। କେତେ ସହଜ କ୍ୱେଶ୍ଚିନ୍ ପିଲେ କୁହାଯିବ କୁହ। ତାପରେ 3 ମାର୍କିଆ ପିଲେ, 3 ମାର୍କିଆ ଗୁଡ଼ା 3 କାପାସିଟର କହିଛି। ସିରିଜରେ କୋଉଥିରେ ଲାଗିଛି ଏଗୁଡ଼ା? ସିରିଜର ଡେରିଭେସନ୍ ପଢ଼ା ହେଇନି, ବହୁତ ବାର କରାହେଇଛି। ଭଲସେ ପଢ଼ିବ। ଏଇଟା ଲଙ୍ଗ କ୍ୱେଶ୍ଚିନ୍ ସିଲେକ୍ସନ୍ ଦେଇଛି, 3 ମାର୍କିଆ ପଡ଼ିଛି ତ କରିବ ନା। ଲଙ୍ଗ କ୍ୱେଶ୍ଚିନ୍ ହଉ ବା 3 ମାର୍କିଆ ହଉ, ପଡ଼ିଛି ତ କରିବ। ଠିକ୍ ଅଛି। ଏଇ ଟାଇପ୍ର ପ୍ରୋବ୍ଲେମ୍ ଦେଖ, ଇକ୍ୱିଭାଲେଣ୍ଟ ରେଜିଷ୍ଟେନ୍ସ 3/6 4/8 ଇଏ ପଡ଼ିଯାଉଛି, ହ୍ୟୁଷ୍ଟନ୍ ବ୍ରିଜ ପ୍ରିନ୍ସିପଲ୍ ପଡ଼ିଯାଉଛି, ମାନେ ଏଟାକୁ ହିସାବ କରିବା ଦରକାର ନାହିଁ। ଏଇଟା କରାହେଇନି ପ୍ରୋବ୍ଲେମ୍, କେତେ ଟାଇମ୍ ବାରମ୍ବାର କରାହେଇଛି। ୟା ସହିତ ଇଏ ସିରିଜ୍, ୟା ସହିତ ଇଏ ସିରିଜ୍, ତାପରେ ଏଇଟା ସହିତ ଏଇଟା ପାରାଲାଲ୍, ବହୁତ ଟାଇମ୍ କରାହେଇଛି। ରେଜିଷ୍ଟେନ୍ସ ଅଫ୍ କଣ୍ଡକ୍ଟର 5 ଅଫ୍, ଏଇଟା ଏଇଭଳିଆ ଗୋଟେ ପ୍ରୋବ୍ଲେମ୍ ପିଲେ ଖାତାରେ ଅଛି, ଦେଖିବ। ଦୁଇଟା ପ୍ରୋବ୍ଲେମ୍ ପିଲେ କରାହେଇଥିଲା ହେଲା। ତଥାପି ଯଦି ନ ହବ ବି ଅରରେ ତ ଅଛି ନା, ହେଇଯାଇପାରିବ ଆରାମସେ। ତାପରେ ଡିରାଇଭ୍ ଦ ଏକ୍ସପ୍ରେସନ୍ ଫର୍ ମ୍ୟାଗ୍ନେଟିକ୍ ଫିଲ୍ଡ ଇଣ୍ଟେନ୍ସିଟି। এইটা হলা পিলে ম্যাগনেটিক ফিল্ড ইন্টেন্সিটি এট এ পয়েন্ট অন দা এক্সিস অফ এক্সিয়াল লাইনটা পিলে, এটা এক্সিয়াল লাইনটা। এটা তোমার সিলাবসরে নো ডেরিভেশন ଥିଲା। এটা ডিরাইভ পକେଇଛି মানে ଯିଏ ଆଟେମ୍ପ୍ଟ କରିଥିବ ନିହାତି ଏଟା ପିଲେ ଗ୍ରେସ୍ ପାଇବ 3 ମାର୍କ। ହେଇଗଲା ତ 7ଟା ତ ହେଇଯାଉଛି ନା ପିଲେ। ଡିରାଇଭ୍ ଦ ଏକ୍ସପ୍ରେସନ୍ ଫର୍ ପାୱାର ଫ୍ୟାକ୍ଟର ଅଲ୍ଟରନେଟିଭ କରେଣ୍ଟ ହେଭିଂ ଇଣ୍ଡକ୍ଟାନ୍ସ ଆଣ୍ଡ ରିଆକ୍ଟାନ୍ସ। ଏଟା ପିଲେ ମୁଁ କରେଇ ନଥିଲି। ଓକେ। ତାପରେ ପିଲେ ରାଇଟ୍ ଦା ଟୁ, ଏଟା ତ ବହୁତ ଇମ୍ପୋର୍ଟାଣ୍ଟ କହିଥିଲି, ଏକ୍ସରେ ର ଦୁଇଟା ଆପ୍ଲିକେସନ କହିବ। ଭେରି ସିମ୍ପଲ ଲେଖିବ, ଆରାମସେ ଲେଖିବ ପିଲେ। ଏକ୍ସପ୍ରେସନ ଫର୍ ମ୍ୟାଗ୍ନିଫାଇଂ ପାୱାର ସିମ୍ପଲ ମାଇକ୍ରୋସ୍କୋପ, ଏଟା ଲଙ୍ଗ କ୍ୱେଶ୍ଚିନ୍ ପଡିଲେ ପିଲେ ସର୍ଟ କ୍ୱେଶ୍ଚିନ୍ ପକେଇ ଦେଇଛି, କରିବ। ଓକେ। ସିମ୍ପଲ ମାଇକ୍ରୋସ୍କୋପ when it is held at a distance a from the eye, a from the eye ହଉ ଡି ଏ ହିସାବରେ ସେଟା କରିଛି ଆଉ। ଆମେ ସେ ଡିଷ୍ଟାନ୍ସଟାକୁ, ଇମେଜ ଡିଷ୍ଟାନ୍ସଟାକୁ ସେ ଏ ଦେଇ ଦେଇଛି ଆଉ, ଏ ପୁଟ୍ କରି କାଲକୁଲେସନ କଲେ ହେଲା। ତାପରେ ଲଜ୍ ଅଫ କନକେଭ୍ ମିରର ହେଭ୍ ରିଏଲ ଇମେଜ 3 times, ଏଟା ପ୍ରୋବ୍ଲେମ ଖାତାରେ ଅଛି। କାଲକୁଲେଟ୍ ଦ ଫୋକାଲ ଲେନ୍ଥ ଅଫ ମିରର, ସିମ୍ପଲ ଏଟା ମିରର ଫର୍ମୁଲାରେ ଏଟା ସଲ୍ଭ ହବ, ଡାଇରେକ୍ଟ ଫର୍ମୁଲା ପକେଇଲେ ପୁଟ୍ ହେଇଯିବ। ଡିରାଇଭ୍ ଦ ଲଜ୍ ଅଫ ରିଫ୍ରାକ୍ସନ ଫ୍ରମ୍ ହାଇଜେନ୍ସ ପ୍ରିନ୍ସିପଲ୍, ଏଇଟା ମେ ବି ନୋଟ୍ରେ ନାହିଁ, କିନ୍ତୁ କହିଥିଲି ଯେ ମୋତେ ମନେ ପକେଇବ, ଲାଷ୍ଟକୁ ରହିଯାଇଛି ଏଟା ଗୋଟେ ପଡ଼େ ଏକ୍ଜାମ୍ରେ ବୋଲି ହେଲା। କେଟା ଲଙ୍ଗ କ୍ୱେଶ୍ଚିନ୍ ପଡ଼େ ବୋଲି ମୁଁ ତମକୁ କହିଥିଲି, କିନ୍ତୁ ଏଟା ମୁଁ ପଢ଼େଇ ନାହିଁ, କିନ୍ତୁ ଅରରେ ତ ବହୁତ ଗୁଡ଼ା ହେଇଗଲା ନା। ତାପରେ ଏଇଟା ଦେଖ, ଏଇଟା ଗତ ମାରାଥନ କ୍ଲାସରେ ମୁଁ କହିଛି ଯେ E = MC² ଫର୍ମୁଲାରେ ପିଲେ ପକେଇବ। E = MC², ଏମ୍ ର ଭ୍ୟାଲୁ ମୁଁ ବାରମ୍ବାର କହିଛି, ଏମ୍ ର ଭ୍ୟାଲୁ ସିଏ ଗ୍ରାମରେ ଦେବ, କିନ୍ତୁ ଦେଖ ତମ ସୁବିଧା ପାଇଁ କେଜିର ହିଁ ଦେଇଦେଇଛି। କହିଥିଲି କିଲୋଗ୍ରାମରେ ଦେଲେ କାଲକୁଲେସନ ସହଜ ହେବ, ଗ୍ରାମରେ ଦେଲେ କେଜିକୁ କନଭର୍ଟ କରିବ। ସେ ଡାଇରେକ୍ଟ ଦେଇଦେଇଛି 1 କିଲୋଗ୍ରାମ, କନଭର୍ଟ କରିବ ଜୁଲରେ ବାହାରିବ, ଜୁଲରେ ବାହାର କରିକି ତାକୁ ପୁଣି ଇଲେକ୍ଟ୍ରନ ଭୋଲ୍ଟରୁ ମେଗା ଇଲେକ୍ଟ୍ରନ ଭୋଲ୍ଟକୁ କନଭର୍ଟ କରିବ ବୋଲି କହିଦେଇଛି। ଓକେ। ତାପରେ ଫୁଲ୍ ୱେଭ୍ ରେକ୍ଟିଫାୟର, ଏଟା ତ ବାରମ୍ବାର କହିଛି, ବାରମ୍ବାର ପଢିଥିବ, ଡେଫିନେଟଲି ଏଟା ପଢିଥିବ। ଲଙ୍ଗ କ୍ୱେଶ୍ଚିନ୍ ଗତ ବର୍ଷ ପଢିଥିଲା ମାନେ ଏ ବର୍ଷ ସର୍ଟ କ୍ୱେଶ୍ଚିନ୍ ପାଇଁ ଇମ୍ପୋର୍ଟାଣ୍ଟ ପିଲେ ଥିଲା। ଓକେ। ତାପରେ ତ ଡି ବିଭାଗ ଆସିଗଲା, ଏଟା ତ ପୁରା ସିଲେକ୍ସନ ବାଜିଛି। ଏଇଟା ତ ସବୁ ପିଲା ପ୍ରାୟ କରିଥିବ। ପାରାଲାଲ ପ୍ଲେଟ୍ କାପାସିଟର ବାରମ୍ବାର ମୁଁ କହିଛି ପଢିବ। ଏଇଟା ବି କହିଥିଲି ବାରମ୍ବାର ପଢିବ, ଏଇଟା ବି ବାରମ୍ବାର କହିଥିଲି ପଢିବ ବୋଲି। ଓକେ। ପ୍ରିଜିମ୍ ବି ତ ଦେଇଥିଲି, ସିଲେକ୍ସନ ପୁରା ସିଲେକ୍ସନ ବାଜିଛି। ଏଇଟା ମୁଁ ଏନ୍ ସେଲ୍ଟା ସିଲେକ୍ସନ ଦେଇନଥିଲି। ତାପରେ ଏସି ଜେନେରେଟରଟା ବି, ଏସି ଟ୍ରାନ୍ସଫର୍ମରଟା ଦେଇଥିଲି, ଜେନେରେଟର ଦେଇନଥିଲି ହେଲା। ଫ୍ୟୁଜନ୍ ତ କହିଛି ବାରମ୍ବାର ପଢିବ। ସବୁଗୁଡ଼ା ତ ହେଇଗଲା ପିଲେ, 2 ମାର୍କ 3 ମାର୍କ ଲଙ୍ଗ କ୍ୱେଶ୍ଚିନ୍ ସବୁଗୁଡ଼ା ସିଲେକ୍ସନ ସବୁଗୁଡ଼ା 1 ମାର୍କ ବି ଡାଇରେକ୍ଟ କ୍ୱେଶ୍ଚିନ୍ ଗୁଡ଼ା ସବୁ କରିପାରିବ। ଡେଫିନେଟଲି ଯେ ଭଲକି ଟିକେ ବି ଟ୍ରାଏ କରିଥିବ, ଖାଲି ସିଲେକ୍ସନ ଗୁଡ଼ା ଯେ ପଢିକି ପଳେଇଥିବ, ଲଙ୍ଗ କ୍ୱେଶ୍ଚିନ୍ ଆଉ ସର୍ଟ କ୍ୱେଶ୍ଚିନ୍, ସେ ଖାଲି କେବଳ ସର୍ଟ କ୍ୱେଶ୍ଚିନ୍ରୁ ସେଠୁ ମିନିମମ୍ 8-10ଟା କରିଦେଇପାରିବ। 60 ମାର୍କର ଆନ୍ସର ଦେଇପାରିବ, ଖାଲି ସିଲେକ୍ସନ। ଗୋଟେ ମାସ ତଳେ ଯୋଉ ସିଲେକ୍ସନ ଭିଡ଼ିଓ ଗୁଡ଼ା ଦିଆଯାଇଥିଲା, ସେତିକି କରିକି ଗଲେ 60 ମାର୍କର ତମେ ଆନ୍ସର ଦେଇକି ଆସିବ। ଆଉ ସେତିକି ଯିଏ ପ୍ରାକ୍ଟିସ କରିନଥିବ, ଯୋଉ ଟିକେ ଖରାପ ହବ ଏକ୍ଜାମ, ଯଦି ଖରାପ ହେଲା ବର୍ତ୍ତମାନ ଟାର୍ଗେଟ କ'ଣ? ଗ୍ରେସ୍ ତ ଗୋଟେ 3 ମାର୍କର ପାଉଛ। ଯଦି ଏକ୍ଜାମ ଖରାପ ହବ, ବାଇଚାନ୍ସ ଯଦି କାହାର ଖରାପ ହେଇଥିବ, ନେକ୍ସଟ ଟାର୍ଗେଟ କ'ଣ? ଆମ ହାତରେ ବର୍ତ୍ତମାନ କ'ଣ ଅଛି? କେମିଷ୍ଟ୍ରି ଅଛି ଆଉ ମ୍ୟାଥ ଅଛି। ଟାଣିକି ବର୍ତ୍ତମାନ ପଢିବୁ ନା, ଟାଣିକି ଉଡେଇବୁ। ଯୋଉଠି ଗୋଟେରେ ଖାଲି ମୁଁ ଫିଜିକ୍ସ କଥା କହୁନି, ଗୋଟେ ସବଜେକ୍ଟରେ ଯାହାର ଖରାପ ହେଇଥିବ ମାନେ ସିଏ ଚେଷ୍ଟା କରିବ ଆଉ ଗୋଟେ ସବଜେକ୍ଟରେ, ଗେପ୍ ତ ସଫିସିଏଣ୍ଟ ଦଉଛି ନା, ତେଣୁ ସେଇ ଟାର୍ଗେଟରେ ସେ ବର୍ତ୍ତମାନ ମାଡ଼ିଯିବ। ତେଣୁ ଆହୁରି ଟିକେ ବେଶୀ ପରିଶ୍ରମ କରିବ, ଯେମିତି ଯୋଉ ଭଳିଆ
ବହୁତ ଭଲ ଭାବରେ। ଆଉ ଯୋଉମାନେ ଭଲ କରିଛ ଏଇ ଫିଜିକ୍ସରେ ସମସ୍ତଙ୍କୁ କହିଦଉଛି ତମେ ତାମାନେ ନୁହଁ ଯେ ମୁଁ ଭଲ କରିଛି ଫିଜିକ୍ସରେ ତେଣୁ ଟିକେ ଅଳ୍ପ ପଢିକି ବର୍ତ୍ତମାନ କେମିଷ୍ଟ୍ରି ଆଉ ମ୍ୟାଥ୍ ଦେବି ସେଭଳିଆ ନୁହଁ। ଲାଗି ପଡ ଫୁଲ୍ ଜୋସ୍ରେ ଲାଗି ପଡ ରେଜଲ୍ଟ ପିଲା ବହୁତ ଭଲ ହବ। ଓକେ ତ ଦେଖା ହବ ପିଲା ଆଉ ଗୋଟେ ଇଣ୍ଟରେଷ୍ଟିଂ ଭିଡ଼ିଓ। ଟିଲ୍ ଦେନ୍ ପିଲା ବାଏ ବାଏ ଟେକ୍ କେୟାର ଅଲ୍ ଦ ଭେରି ବେଷ୍ଟ।